ସାଙ୍ଗମାନେ ସମୟ ପ୍ରାୟ 11ଟା ପାଖାପାଖି ହେଲାଣି, କିନ୍ତୁ ମୁଁ ଆଜି ଏତେ ଖରାରେ ଛାତ ଉପରେ କାହିଁକି ଜାଣିଛନ୍ତି? ମୁଁ ଆଜି ପୋଇ ନେବାକୁ ଆସିଛି। ନିଜେ ଲଗେଇ ସାରିଲା ପରେ ତୋଳିବାକୁ ଗଲେ ଯେ କେତେ ଯେ ଆନନ୍ଦ, ନିଜ ବାଡ଼ି ଘରୁ ବହୁତ ଖୁସି ଲାଗେ। ଆଜି ପ୍ରଥମ ଥର ମୁଁ ମୋ ଛାତରୁ ପୋଇ ଶାଗ ହାରଭେଷ୍ଟିଂ କରୁଛି। ଦେଖନ୍ତୁ, ଆପଣମାନେ ବି ଲଗେଇଥିବେ ନିଶ୍ଚିତ ମୋ ପରି। ଦେଖନ୍ତୁ, ଇଏ ହେଉଛି ପୋଇ ଗଛ। ଏହାକୁ ବେଶୀ ସାର ଦରକାର ନାହିଁ କି ଖତ ଦରକାର ନାହିଁ, ଅଳ୍ପ କିଛି ଖତରେ ମଧ୍ୟ ହେବ। ଦେଖନ୍ତୁ, ମୁଁ ଲଗେଇଛି, ଆଉ ଏ ଡଙ୍କଟା ଆଗକୁ ଆଗକୁ ମାଡ଼ି ଚାଲିଛି। ତେଣୁ ୟାକୁ ଯଦି ଆମେ କାଟି ନେଉଛେ, ପୁନର୍ବାର ସେଥିରୁ ହେବ। ପୋଇ ଗୋଟେ ଏମିତିକା ଜିନିଷ, ତାକୁ ଯେତେ କାଟିବେ ସେ ପୁଣି ହେବ। ଦେଖୁନାହାନ୍ତି, ମୁଁ ସେ 3ଟା ଗଛକୁ ମୁଁ ଆଗରୁ ପ୍ରୁନିଂ କରିଦେଇଥିଲି ବୋଲି କେତେ ସାରା ତାହାର ବାହାରିଛି ଡେମ୍ଫ। ଆଜି ଭାବିଲି ତରକାରୀ ତ କିଛି ନାହିଁ, ଯାଉଛି ମୋ ଗାର୍ଡ଼େନରୁ କିଛି ଆଣିବି। ତେଣୁ ଆଜି ଆଣିଲି ଛେନଛେନିଆ ପୋଇ। ଦେଖନ୍ତୁ କେତେ କଅଁଳିଆ, କେତେ ଛେନଛେନିଆ ପୋଇ। ଆଉ ଖାଇବି, ଆଉ ଆମ ପରିବାରକୁ ମଧ୍ୟ ଖୁଆଇବି, ବିନା ସାର ଔଷଧରେ, କେବଳ ଅର୍ଗାନିକ ଉପାୟରେ, ଖତ ସାର। ତେଣୁ ଆଜି ଆଣିଲି ପୋଇ। ଆଉ ପ୍ରଥମେ ପୋଇକୁ ମୁଁ କାଟି ନେବି। ତାପରେ ଦେଖନ୍ତୁ, ତା ତଳୁ ଯେଉଁ ପତ୍ର ସବୁ ରହୁଛି, ପତ୍ରଗୁଡ଼ା କେତେ ବଡ଼ ବଡ଼ ଦେଖୁନାହାନ୍ତି? ତା ତଳ ଯେଉଁ ପତ୍ର ସବୁ ରହୁଛି, ସେ ପତ୍ରକୁ ବି ନେଇନେବି। କାରଣ ପତ୍ର ତଳେ ରହିଲେ ବାଲି ଛିଟା ଲାଗେ, ପତ୍ରଟି ନଷ୍ଟ ହୋଇଯିବ। ତା ପାଖ ଆମେ ଯଦି ଖାଇ ଦେଉଛେ, କେତେ ଭଲ କଥା। ତେଣୁ ମୁଁ ପତ୍ର ସାଙ୍ଗକୁ ନାଡ଼ି ମଧ୍ୟ ନେଉଛି। ସେଥିରୁ ପୁଣି ପେହେଙ୍ଗା ବାହାରିବ, ପୁଣି ଆଗକୁ ଆଗକୁ ଆମେ କାଟି ଚାଲୁଥିବା। ତେଣୁ ପୋଇର ବି ବହୁତ ପ୍ରକାର ଭିଟାମିନ୍ ଥାଏ। ପୋଇ ଗୋଟେ ନାଳ ଜାତୀୟ ପରିବା, ତେଣୁ ସେଥିରେ ବହୁତ ପ୍ରକାରର ଔଷଧୀୟ ଗୁଣ ମଧ୍ୟ ଥାଏ ପୋଇ ଭିତରେ। ତେଣୁ ଆପଣମାନେ ଲଗାନ୍ତୁ, ଆଉ ନିଜେ ତିଆରି କରିଥିବା ଗାର୍ଡ଼େନରୁ ଆଣି ଖାଆନ୍ତୁ। କେତେ ଆନନ୍ଦ ପାଇବେ, କେତେ ଖୁସି ପାଇବେ। ଅଳ୍ପ ମାତ୍ରାରେ ତ ଲଗେଇଛି,